14 ଫେବୃଆରୀ 2019 ମସିହାରେ ପାକିସ୍ତାନ ଭଳି ଏକ ଆତଙ୍କବାଦୀ ରାଷ୍ଟ୍ର ଭାରତ ସରକାର ତଥା ପ୍ରତ୍ୟେକ ଭାରତୀୟମାନଙ୍କୁ ଜାମ୍ମୁ ଓ କାଶ୍ମୀର ସ୍ଥିତ ଲେଥପୋରାଠାରେ ଏକ ପ୍ରଶ୍ନ ପଚାରିଥିଲା। ଆଉ ସେ ପ୍ରଶ୍ନଟିର ଉତ୍ତର ଆମ ତରଫରୁ ଆଜିଠାରୁ ଠିକ୍ 2 ବର୍ଷ ପୂର୍ବେ ଅର୍ଥାତ୍ 26 ଫେବୃଆରୀ 2019 ମସିହାରେ ଭାରତୀୟ ବାୟୁସେନା ପାକିସ୍ତାନ ମଧ୍ୟରେ ପ୍ରବେଶ କରି ଅତି ପ୍ରଫେସନାଲ ଉପାୟରେ ଦେଇଥିଲା। ଆଉ ସେ ଉତ୍ତର ଅତ୍ୟନ୍ତ ସନ୍ତୋଷଜନକ ଥିବା କାରଣରୁ ପାକିସ୍ତାନ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ପ୍ରଶ୍ନର ପୁନରାବୃତ୍ତି କରିନାହିଁ କିମ୍ବା କରିବାର ସାହସ କରିପାରିନାହିଁ। କିନ୍ତୁ ଆମେ ଏଠାରେ ନିଶ୍ଚିତ ହେବାର ଆବଶ୍ୟକତା ରହିଛି ଯେ ପାକିସ୍ତାନ ଭଳି ଆତଙ୍କବାଦୀ ରାଷ୍ଟ୍ର ପାଖରେ ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସୁଦ୍ଧା ରହିଛି। ସେ ଆଜି ନହେଲେ କାଲି ଏଭଳି ପ୍ରଶ୍ନର ପୁନରାବୃତ୍ତି ନିଶ୍ଚୟ କରିବ ଓ ଭାରତ ତରଫରୁ ଏହାର ଉତ୍ତର କେତେ ବ୍ୟାପକ ହେବ ଏହା କେବଳ ସମୟ ହିଁ କହିପାରିବ। ତେବେ 14 ଫେବୃଆରୀ 2019ର ପାକିସ୍ତାନର ସେ ପ୍ରଶ୍ନଟିକୁ ଆମେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ରୂପେ ଜାଣିଛେ ଓ ଭାରତୀୟ ବାୟୁସେନାର ସେ ଉତ୍ତରକୁ ଆମେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ରୂପେ ଜାଣିଛେ। ବାଲାକୋଟ ଏୟାର ଷ୍ଟ୍ରାଇକ୍ ନିକଟ ଅତୀତରେ ପାକିସ୍ତାନରେ କରାଯାଇଥିବା ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍ ଅଟେ। ସର୍ଜିକାଲ ଷ୍ଟ୍ରାଇକ୍ ହେଉଛି ଏକ ସାମରିକ ଆକ୍ରମଣ ଯେଉଁଥିରେ ଶତ୍ରୁପକ୍ଷର ସୀମା ମଧ୍ୟରେ ପ୍ରବେଶ କରି ଏକରୁ ଅଧିକ କେବଳ ସାମରିକ ଅନୁଷ୍ଠାନ ତଥା ଭିତ୍ତିଭୂମିକୁ ହଠାତ୍ ଆକ୍ରମଣ କରି ନଷ୍ଟ କରିଦିଆଯାଏ ଓ ଏହାପରେ ଆକ୍ରମଣକାରୀ ସାମରିକ ବାହିନୀ ତୁରନ୍ତ ଏକ ସୁରକ୍ଷିତ ସୀମାକ୍ଷେତ୍ର ମଧ୍ୟକୁ ଫେରି ଆସିଥାନ୍ତି। ଭାରତ ସରକାର ନିକଟ ଅତୀତରେ କରିଥିବା ସମସ୍ତ ସର୍ଜିକାଲ ଷ୍ଟ୍ରାଇକ୍ର ରହସ୍ୟ ସୁରକ୍ଷାଜନିତ କାରଣରୁ ଆଜି ପର୍ଯ୍ୟନ୍ତ ଉନ୍ମୋଚନ କରିନାହାନ୍ତି। କିନ୍ତୁ ଆଜି ଆମେ ଭାରତୀୟ କ୍ରାନ୍ତିକାରୀମାନଙ୍କ ଦ୍ୱାରା ବ୍ରିଟିଶ ସରକାର ବିରୁଦ୍ଧରେ ବ୍ରିଟେନରେ କରାଯାଇଥିବା କିଛି ସର୍ଜିକାଲ ଷ୍ଟ୍ରାଇକ୍ ସମ୍ବନ୍ଧରେ ଜାଣିବା, ଯାହା ବ୍ରିଟିଶ ସରକାର ତଥା ବ୍ରିଟିଶ ନାଗରିକମାନଙ୍କୁ ଭାରତୀୟମାନଙ୍କର କ୍ଷମତା ତଥା ସାହସର ପରିଚୟ ଦେବାରେ ସମର୍ଥ ହୋଇଥିଲା। ଏଠାରେ ଆକ୍ଷରିକ ଭାଷାରେ କହିବାକୁ ଗଲେ ଏହା କଦାପି ସର୍ଜିକାଲ ଷ୍ଟ୍ରାଇକ୍ ନୁହେଁ, କିନ୍ତୁ ବ୍ରିଟିଶ ଭଳି ଏକ କ୍ରୂର ତଥା ଅତ୍ୟାଚାରୀ ଔପନିବେଶ ସରକାରର ଘର ବା ହୋମଲ୍ୟାଣ୍ଡ ମଧ୍ୟରେ ପ୍ରବେଶ କରି ଅତି ନିର୍ଭୀକତାର ସହ ମନୋନୀତ ଲକ୍ଷ୍ୟକୁ ହତ୍ୟା କରିବା ବା ନଷ୍ଟ କରିବା ସହ ନିଜର ତଥା ନିଜ ଜାତିର ଉଦ୍ଦେଶ୍ୟର ବାର୍ତ୍ତା ଦେବା କୌଣସି ସର୍ଜିକାଲ ଷ୍ଟ୍ରାଇକ୍ ଠାରୁ କମ୍ ମଧ୍ୟ ନୁହେଁ। ଏଠାରେ ଜାତିର ଉଦ୍ଦେଶ୍ୟର ବାର୍ତ୍ତାର ଅର୍ଥ ହେଉଛି ଯଦି ବ୍ରିଟିଶ ଭାରତ ମଧ୍ୟରେ ଭାରତୀୟମାନଙ୍କର ହତ୍ୟା କରିବାକୁ ସକ୍ଷମ ଅଟନ୍ତି ତେବେ ଭାରତୀୟମାନେ ମଧ୍ୟ ବ୍ରିଟେନରେ ବ୍ରିଟିଶମାନଙ୍କୁ ହତ୍ୟା କରିବାରେ ସକ୍ଷମ ଅଟନ୍ତି। ଏହିଭଳି ଜଣେ ମହାନ କ୍ରାନ୍ତିକାରୀ ହେଉଛନ୍ତି ମଦନଲାଲ ଧିଙ୍ଗରା। ଧିଙ୍ଗରା 1883 ମସିହାରେ ପଞ୍ଜାବରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବ୍ରିଟିଶ ସରକାର ଅଧୀନରେ ଏକ ସିଭିଲ ସର୍ଜନ ଥିଲେ। ଛାତ୍ର ଜୀବନରୁ ହିଁ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିସାରିଥିଲେ। ଲଣ୍ଡନରେ ପଢ଼ିବା ସମୟରେ ସେ ମହାନ କ୍ରାନ୍ତିକାରୀ ବୀର ଦାମୋଦର ସବରକରଙ୍କ ସଂସ୍ପର୍ଶରେ ଆସିଥିଲେ। ଶ୍ରୀ ସବରକର ହିଁ ତାଙ୍କୁ ବନ୍ଧୁକ ଚଳାଇବାର ତାମିଲ ଦେଇଥିଲେ। ଯଦି ବୀର ବିନାୟକ ଦାମୋଦର ସବରକରଙ୍କ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କରାଯାଏ ତେବେ ମାତ୍ର ଏତିକି କୁହାଯାଇପାରିବ ଯେ ପରାଧୀନ ଭାରତର ସ୍ୱାଧୀନତା ସଂଗ୍ରାମରେ ଯେବେଠାରୁ ସବରକରଙ୍କ ଆବିର୍ଭାବ ହୋଇଥିଲା ତାପରେ ବୋଧହୁଏ କୌଣସି ଏଭଳି କ୍ରାନ୍ତିକାରୀ ଜନ୍ମଗ୍ରହଣ କରିନାହାନ୍ତି ଯିଏ ବୀର ସବରକରଙ୍କ ଦ୍ୱାରା ପ୍ରେରିତ ହୋଇନଥିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏତେ ବ୍ୟାପକ ଅଟେ ଯାହାର ଆକଳନ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ। ଖୁଦିରାମ ବୋଷ, କହ୍ନାଇଲାଲ ଦତ୍ତ ଓ ସତ୍ୟେନ୍ଦ୍ରନାଥ ବସୁଙ୍କ ଭଳି ମହାନ କ୍ରାନ୍ତିକାରୀମାନଙ୍କୁ ବ୍ରିଟିଶ ସରକାର ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ଦ୍ୱାରା ଭାରତୀୟ ଯୁବଗୋଷ୍ଠୀମାନେ ଅଧୈର୍ଯ୍ୟ ହୋଇ ଉଠିଥିଲେ। ଏହାର ପ୍ରତିଶୋଧର ଯୋଜନା ମଦନଲାଲ ଓ ସବରକରଙ୍କ ଦ୍ୱାରା ଭାରତଠାରୁ 6500 କିଲୋମିଟର ଦୂରରେ ଲଣ୍ଡନରେ ପ୍ରସ୍ତୁତ କରାଯାଇଥିଲା। ଭାରତୀୟମାନଙ୍କ ଦ୍ୱାରା ଭାରତୀୟ କ୍ରାନ୍ତିକାରୀମାନଙ୍କ ଜାସୁସି କରାଉଥିବା ବ୍ରିଟିଶ ଅଫିସର କର୍ଜନ ୱାଇଲିକୁ 1 ଜୁଲାଇ 1909 ମସିହାରେ ମଦନଲାଲ ଗୁଳି କରି ହତ୍ୟା କଲେ। କର୍ଜନ ୱାଇଲିକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ପାର୍ସି ଡାକ୍ତର କୋବାସି ଲଲକାକା ମଧ୍ୟ ମଦନଲାଲଙ୍କ ଗୁଳିରେ ନିହତ ହେଲା। ଏହାପରେ ମଦନଲାଲ ବନ୍ଧୁକ ଦ୍ୱାରା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ କାବୁ କରି ନେଇଥିଲେ। କିଛି ତଥ୍ୟ ଅନୁସାରେ ମଦନଲାଲଙ୍କ ବନ୍ଧୁକରେ ଗୁଳି ନଥିବା କାରଣରୁ ସେ ଏଥିରେ ଅସଫଳ ହୋଇଥିଲେ। ଏହାପରେ 17 ଅଗଷ୍ଟ 1909 ମସିହାରେ ମାତ୍ର 26 ବର୍ଷ ବୟସରେ ତାଙ୍କୁ ଲଣ୍ଡନରେ ଫାଶୀ ଦିଆଯାଇଥିଲା। ତାଙ୍କର ଶେଷ ବିବୃତ୍ତି ବା ଷ୍ଟେଟମେଣ୍ଟ ଥିଲା, ମୁଁ ଗତ 50 ବର୍ଷ ମଧ୍ୟରେ 8 କୋଟି ଭାରତୀୟଙ୍କୁ ହତ୍ୟା କରିବା ପାଇଁ ବ୍ରିଟିଶ ସରକାରକୁ ଦାୟୀ କରୁଛି। ଯେପରି ଜର୍ମାନୀର ବ୍ରିଟେନକୁ ଶାସନ କରିବାର କୌଣସି ଅଧିକାର ନାହିଁ, ସେହିପରି ବ୍ରିଟିଶମାନଙ୍କର ମଧ୍ୟ ଭାରତକୁ ଶାସନ କରିବାର କୌଣସି ଅଧିକାର ନାହିଁ। ଏହିପରି ପରିସ୍ଥିତିରେ ଆମର ପବିତ୍ର ଭୂମିକୁ ଅପବିତ୍ର କରୁଥିବା ବ୍ରିଟିଶମାନଙ୍କୁ ହତ୍ୟା କରିବା ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ଅଟେ। ଭାରତୀୟମାନଙ୍କ ନରସଂହାରର ପ୍ରତିଶୋଧ ନେଇଥିବା ଅନ୍ୟ ଜଣେ ମହାନ କ୍ରାନ୍ତିକାରୀ ହେଉଛନ୍ତି ଶେର ସିଂ, ଯାହାଙ୍କୁ ଆମେ ଉଧମ ସିଂ ନାମରେ ଜାଣିଛେ। ଉଧମ ସିଂ 1899 ମସିହାରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ପିତାମାତାଙ୍କୁ ହରାଇବା ପରେ ସେ ଓ ତାଙ୍କ ଭାଇ ଏକ ଅନାଥ ଆଶ୍ରମରେ ରହିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କ ଜୀବନରେ ଏକ ନୂତନ ମୋଡ଼ 13 ଏପ୍ରିଲ 1919 ମସିହାରେ ଜାଲିଆୱାଲାବାଗରେ ଆସିଥିଲା। ବ୍ରିଟିଶ ସରକାର ବିରୋଧରେ ଜାଲିଆୱାଲାବାଗରେ ଚାଲିଥିବା ଏକ ଶାନ୍ତିପୂର୍ଣ୍ଣ ସଭାରେ ବ୍ରିଟିଶ ଆର୍ମି ଅଫିସର ଏଡୱାର୍ଡ ହେରି ଡାୟର ତାର ସେନା ସହ ନିରୀହ ଭାରତୀୟମାନଙ୍କ ଉପରେ 18 ମିନିଟ୍ ପର୍ଯ୍ୟନ୍ତ
ଗୁଳିମାଡ଼ କରିଥିଲା। ଏଥିରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ଏହା ବିଂଶ ଶତାବ୍ଦୀର ଏକ ବଡ଼ ନରସଂହାର ମଧ୍ୟରୁ ଗୋଟିଏ ଅଟେ। ସେହି ସଭାରେ ଉଧମ ସିଂ ଉପସ୍ଥିତ ଥିଲେ ଓ ନିରୀହ ଭାରତୀୟମାନଙ୍କ ନରସଂହାରର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଥିଲେ। ସେଠାରେ ହିଁ ସେ ପ୍ରତିଜ୍ଞା କରିଥିଲେ ଯେ ଏହାର ପ୍ରତିଶୋଧ ସେ ନିଶ୍ଚୟ ନେବେ। ଏହାର ଠିକ୍ 21 ବର୍ଷ ପରେ ଅର୍ଥାତ୍ 13 ମାର୍ଚ୍ଚ 1940 ମସିହାରେ ମାଇକେଲ ଫ୍ରାନ୍ସିସ୍ ଓଡାୟାର ନାମକ ବ୍ରିଟିଶ ଅଫିସର, ଯିଏ ଜାଲିୱାଲାବାଗ ନରସଂହାର ସମୟରେ ପଞ୍ଜାବର ଉପରାଜ୍ୟପାଳ ଥିଲା, ତାକୁ ବ୍ରିଟେନରେ ଏକ ସଭାରେ ଉଧମ ସିଂ ଗୁଳି କରି ହତ୍ୟା କଲେ। ଏହାପରେ ତାଙ୍କୁ 31 ଜୁଲାଇ 1940 ମସିହାରେ ଫାଶୀଦଣ୍ଡ ଦିଆଯାଇଥିଲା। ଏହିପରି ମହାନ ଭାରତୀୟ କ୍ରାନ୍ତିକାରୀମାନେ ନିରୀହ ଭାରତୀୟମାନଙ୍କର ରକ୍ତପାତ ତଥା ନରସଂହାରର ପ୍ରତିଶୋଧ ବ୍ରିଟିଶମାନଙ୍କୁ ତାଙ୍କ ଘର ମଧ୍ୟରେ ନିପାତ କରି ନେଇଥିଲେ। କିନ୍ତୁ ଆଜି ଆମମାନଙ୍କ ମଧ୍ୟରୁ କେତେଜଣ ମଦନଲାଲ ଧିଙ୍ଗରା ଓ ଉଧମ ସିଂଙ୍କ ସମ୍ବନ୍ଧରେ ଜାଣିଛନ୍ତି? ଆମେ କେବଳ ଅହିଂସା, ଗାନ୍ଧୀ ଓ କଂଗ୍ରେସ ସମ୍ବନ୍ଧରେ ଜାଣିଛେ, କାରଣ ଏହି ତିନୋଟି ପ୍ରଡକ୍ଟର ମାର୍କେଟିଂ ଭାରତୀୟ ଶିକ୍ଷା ବ୍ୟବସ୍ଥା ଓ ଗଣମାଧ୍ୟମ ଦ୍ୱାରା ସବୁଠାରୁ ସୁନିୟୋଜିତ ଉପାୟରେ କରାଯାଇଛି। ଜୟ ହିନ୍ଦ।